ଆମର ସୃଷ୍ଟିକର୍ତ୍ତା ପିତା ପରମେଶ୍ୱରଙ୍କ ନାମ ଧନ୍ୟ ହଉ। ଆଜିର ପାଳକ ଅଭିଷେକରେ ଯୋଗ ଦେଇଥିବା ମଞ୍ଚାସୀନ ପ୍ରଭୁଙ୍କର ସଦ୍ଭକ୍ତ ଦାସଗଣ, ଉପସ୍ଥିତ ପୂଜ୍ୟ ବାପା ମା ପ୍ରତ୍ୟେକଙ୍କୁ ତାବଡ଼ା ମଣ୍ଡଳୀ ତରଫରୁ ମୋର ଆନ୍ତରିକ ନମସ୍କାର। ସତରେ ଅକ୍ଟୋବର 14 ତାରିଖ ମଣ୍ଡଳୀ ନିମନ୍ତେ ଏକ ଐତିହାସିକ ଅବିସ୍ମରଣୀୟ ଦିନ। କାରଣ ଦୀର୍ଘ 5 ବର୍ଷ 22 ଦିନ ମଣ୍ଡଳୀ ପାଳକ ବିହୀନ ଅବସ୍ଥାରେ ଥିଲା। ଆଧ୍ୟାତ୍ମିକ ଭାବରେ ମଣ୍ଡଳୀର ଅନ୍ଧକାର ଥିଲା। କିନ୍ତୁ ପ୍ରଭୁଙ୍କ ବିଶିଷ୍ଟ ଦାସଗଣ ମଣ୍ଡଳୀକୁ ଆସି ସେମାନେ ପରାମର୍ଶ ଦେଉଥିଲେ ମଣ୍ଡଳୀରେ ପାଳକ ଚୟନ ନିମନ୍ତେ। କିନ୍ତୁ ପ୍ରଭୁ ତା କାର୍ଯ୍ୟ ସଠିକ ସମୟରେ କରିଥାନ୍ତି। ମଣ୍ଡଳୀରେ ଏପରି ଏକ ବାତାବରଣ ହେଲା, ସମସ୍ତେ କହୁଥିଲେ ଯେ ପାଳକର ଆବଶ୍ୟକତା ଅଛି, ପାଳକ ଶୀଘ୍ର ଚୟନ କରିବା। এই প্রক্রিয়া করিবা নিমন্তে মন্ডলীর মুখ্য কর্মকর্তা মানে চিন্তিত ଥିଲେ এবং মন্ডলীর মুখ্য কর্মকর্তা মানে এক বৈঠকরে সেমানে নিষ্পত্তি নেইଥିଲେ যে পাଳକ ଭାବରେ ଲୋହରାଙ୍କୁ ଆମେ ଉପସ୍ଥାପନା କରିବା। ଏବଂ ଜୁଲାଇ 27 ତାରିଖ ଦିନ ଉପାସନା ପରେ ଗୋଟେ ଜରୁରୀ ବୈଠକ ଡକା ହେଲା। ଜରୁରୀ ବୈଠକରେ ଆମର ସମସ୍ତ କାର୍ଯ୍ୟ ସାଧକ ଥିଲେ। ପାଳକ ବିଷୟ ଆଲୋଚନା ହେଲା ଏବଂ ଲୋହରାଙ୍କ ନାମକୁ ଉପସ୍ଥାପନା କରାଗଲା। ସମସ୍ତେ ଏକମତରେ ତାଙ୍କୁ ଗ୍ରହଣ କଲେ। ସାଙ୍ଗେ ସାଙ୍ଗେ ଗ୍ରାମର ପ୍ରତ୍ୟେକ ପରିବାରକୁ ଡକା ହେଲା, ସର୍ବସମ୍ମତିରେ ତାଙ୍କୁ ଗ୍ରହଣ କରାଗଲା। ଏବଂ ଜୁଲାଇ 28 ତାରିଖରେ ଭବାନୀପାଟଣା ମଣ୍ଡଳୀ ଯାତ୍ରା କଲେ। ତାଙ୍କୁ ରାତି 2ଟା ସମୟରେ ଅଣା ହେଲା। 29 ତାରିଖ ଦିନ ଆନୁଷ୍ଠାନିକ ଭାବେ ତାଙ୍କୁ ଗ୍ରହଣ କରାଗଲା। ଏ ସବୁ କାର୍ଯ୍ୟ ଯଦି ମଣ୍ଡଳୀ ଅନୁଭବ କରିଛନ୍ତି, ଅଦୃଶ୍ୟ ଭାବରେ ପିତା ପରମେଶ୍ୱର କରୁଥିଲେ। ତେଣୁ ତାଙ୍କ ନାମ ଧନ୍ୟ ହଉ। ସେ ଜଣେ ସୁଦକ୍ଷ ବାକ୍ୟବୀର, ସରଳ ଅମାୟିକ ପାଳକକୁ ମଣ୍ଡଳୀରେ ଯୋଗେଇଲେ। ତେଣୁ ତାଙ୍କ ନାମକୁ ଆମେ ଧନ୍ୟବାଦ କରୁଛୁ। ଯଦି ମଣ୍ଡଳୀ କଥା ଆଲୋଚନା କରିବା, ଅନେକ ବର୍ଷ ମଣ୍ଡଳୀ ବିଶ୍ୱାସୀ ମାନଙ୍କୁ ନେଇ ସମାଜ ଭାବରେ ପରିଗଣିତ ହେଉଥିଲା। କିନ୍ତୁ 1976 ମାର୍ଚ୍ଚ 2 ତାରିଖ ଦିନ ମଣ୍ଡଳୀ ସ୍ଥାପନ ହୋଇଥିଲା। ସେଦିନ ସ୍ୱର୍ଗୀୟ ପାଳକ ଜନ୍ ଜେନାକୁ ପାଳକ ଭାବେ ଅଭିଷେକ କରିଥିଲେ। ସେ ଜଣେ ଧନୀ ଶ୍ରେଣୀ ଲୋକ, ନମ୍ର ବ୍ୟକ୍ତି, ବାକ୍ୟରେ ବୀର ଥିଲେ, ଅମାୟିକ ବ୍ୟକ୍ତି ଥିଲେ। କିନ୍ତୁ କୌଣସି କାରଣବଶତଃ 1988 ସେପ୍ଟେମ୍ବର 24 ତାରିଖ ଦିନ ତାର ଅବସର ହୋଇଥିଲା। ତାପରେ 1994 ମାର୍ଚ୍ଚ 2 ତାରିଖ ଦିନ ସ୍ୱର୍ଗୀୟ ପାଳକ ଡାନିଏଲ କରଙ୍କୁ ପାଳକ ଭାବେ ଅଭିଷେକ କରାଯାଇଥିଲା। କିନ୍ତୁ 1995 ଡିସେମ୍ବର 20 ତାରିଖ ଦିନ ପାଳକଙ୍କର ମୃତ୍ୟୁ ହୋଇଥିଲା। ସେ ସମୟରେ ମଣ୍ଡଳୀର କର୍ମକର୍ତ୍ତା ମାନେ, ମଣ୍ଡଳୀ ଲୋକମାନେ ସାଙ୍ଗେ ସାଙ୍ଗେ ମଣ୍ଡଳୀକୁ ଦରଖାସ୍ତ କରିଥିଲେ ପାଳକ ସାଙ୍ଗେ ସାଙ୍ଗେ ନିଯୁକ୍ତି କରିବା ନିମନ୍ତେ। ଗୋଟେ ମାସ ଭିତରେ 1996 ଫେବୃଆରୀ 1 ତାରିଖ ଦିନ ସ୍ୱର୍ଗୀୟ ଆଚାର୍ଯ୍ୟ ଲାବଣ ଲୋହରାକୁ ପାଳକ ଭାବେ ଅଭିଷେକ ହୋଇଥିଲା। କିନ୍ତୁ କୌଣସି କାରଣବଶତଃ କୋଭିଡ ପିରିୟଡରେ 2020 ଜୁଲାଇ 4 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ ପ୍ରଭାବଶାଳୀ ନେତୃତ୍ୱ ଥିଲେ ଏବଂ ବାକ୍ୟ ବୀର ଥିଲେ, ସରଳ ବ୍ୟକ୍ତିତ୍ୱ ଥିଲେ ଏବଂ ମଣ୍ଡଳୀକୁ ସୁପରାମର୍ଶ ଦେଉଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ସତ ମଣ୍ଡଳୀ ଗୋଟେ ଅନ୍ଧକାରକୁ ଠେଲି ହେଇଥିଲା। କିନ୍ତୁ ସୁନାମ ଧନ୍ୟ ସେଇ ପିତା ଯେ କି ଲାବଣ ଲୋହରା, ମାତା ଆନାଲି ଲୋହରା, ତାଙ୍କ କୋଳରେ 1/4/1976 ମସିହାରେ ଶୁକ୍ରବାର ଦିନ 2ଟା ସମୟରେ ତୃତୀୟ ପୁତ୍ର ଭାବରେ
ନାଥନ ଲୋହରା ଜନ୍ମଗ୍ରହଣ କରିଥିଲେ। ତା ପୂର୍ବରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ଯେତେବେଳେ ପିତା ଏ ଖବର ଶୁଣିଲେ ସାଙ୍ଗେ ସାଙ୍ଗେ ଯାଇ ପୁତ୍ରକୁ ଧରି ଆଣ୍ଠୁ ପକେଇ ପ୍ରାର୍ଥନା କରିଥିଲେ। ସତରେ ସେଦିନ ସେଇ ପରିବାରରେ ଆଜିର ପାଳକ ହସର ମୁହୂର୍ତ୍ତ ଆଣିଦେଇଥିଲା। ତେବେ ଆଜି ଦେଖିବା, ଆଜି ବି ସେ ମଣ୍ଡଳୀକୁ ପ୍ରତ୍ୟେକ ବିଶ୍ୱାସୀ ମାନଙ୍କର ମୁଖରେ ସେ ହସ ଆଣିଦେଇଛି। ଯେ ତାଙ୍କ ବାଲ୍ୟ ଜୀବନ ଆମେ ଦେଖିବା, ତାଙ୍କର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ତାବଡ଼ା ଉଚ୍ଚ ବିଦ୍ୟାଳୟ ପାଠ ପଢିଥିଲେ ଏବଂ ହାଇସ୍କୁଲଟା ବଡପଦା ହାଇସ୍କୁଲରେ ସେ ପାଠ ପଢିଥିଲେ ଏବଂ +2ଟା ଉଦୟଗିରି କଲେଜରେ ପାଠ ପଢିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଗ୍ରାଜୁଏଟ କରିଥିଲେ। ଯଦି ପାରମାର୍ଥିକ ଶିକ୍ଷା ଦେଖିବା, ସେ 96 ମସିହାରେ ଝାରସୁଗୁଡ଼ାରେ 1 ବର୍ଷ ତାଲିମ କରିଥିଲେ ଏବଂ ବିଟିଏସ୍ କଲେ, ଏମଡି କଲେ ଏବଂ ଏମଟିଏଚ୍ ବି କାର୍ଯ୍ୟରତ ଥିଲେ। ଏପରି ଗୋଟେ ସୁଦକ୍ଷ ଉଚ୍ଚ ଶିକ୍ଷିତ ବ୍ୟକ୍ତି। ଯଦି ତାଙ୍କର ବୈବାହିକ ଜୀବନ ଦେଖିବା, ଆମ ମଣ୍ଡଳୀର ସଭ୍ୟ ଶ୍ରୀ ସୈତ୍ର କରାଳଙ୍କର ଏବଂ ହାନାମା କରାଳଙ୍କର କୋଳରେ ତାଙ୍କର ଜ୍ୟେଷ୍ଠ କନ୍ୟା ରିବିକାଙ୍କୁ ସେ ବିବାହ କରିଛନ୍ତି। ପ୍ରଭୁ ଅନୁଗ୍ରହ କରି ତାଙ୍କ କୋଳରେ ବି 3ଟି ସନ୍ତାନ ଦେଇଛି। ପ୍ରଥମ ଝିଅ ସ୍ଥାନୀୟ ମଣ୍ଡଳୀର ଶୈଳେନ୍ଦ୍ର କରାଣଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ପ୍ରଥମ ପୁତ୍ର ବେଙ୍ଗଲୁରୁରେ ଇଞ୍ଜିନିୟରିଂ କରୁଛନ୍ତି ଏବଂ ଦ୍ୱିତୀୟ ପୁତ୍ର ଭବାନୀପାଟଣାରେ +2 କରୁଛନ୍ତି। ତାଙ୍କ ସେବା କାର୍ଯ୍ୟ ଯଦି ଆମେ ଦେଖିବା, ସେ 2 ବର୍ଷ ମିଶନାରୀ କାମ କରିଛନ୍ତି ଏବଂ 3 ବର୍ଷ ସମ୍ବଲପୁର ବାଇବଲ କଲେଜରେ ଶିକ୍ଷକତା କରିଛନ୍ତି ଏବଂ 15 ବର୍ଷ ଭବାନୀପାଟଣାରେ ସେ ପାଳକୀୟ କାର୍ଯ୍ୟ କରୁଛନ୍ତି। ଯଦି ତାଙ୍କର ସେବା କାର୍ଯ୍ୟକୁ ଆମେ ଦେଖିବା, ବର୍ତ୍ତମାନ ସେ 7ଟି ଷ୍ଟେଟର ସେ ଲିଡର ଥିଲେ। ତାଙ୍କ ତଳେ ଅନେକ ଲୋକ କାର୍ଯ୍ୟରତ ଥିଲେ। ସେବା ବି ବଡ଼ ଥିଲା, ସମ୍ମାନ ବି ବଡ଼ ଥିଲା, କିନ୍ତୁ ପ୍ରଭୁ ତାଙ୍କୁ ଅନୁଗ୍ରହ କରି ଆମ ମଣ୍ଡଳୀରେ ପାଳକ ଭାବେ ନିଯୁକ୍ତି କରିଛନ୍ତି। ତେବେ ଆପଣମାନଙ୍କୁ ମୋର ମଣ୍ଡଳୀ ପକ୍ଷରୁ ଅନୁରୋଧ ଜଣା କରୁଛି ଯେ ଆପଣମାନେ ତାଙ୍କ ପରିବାର ନିମନ୍ତେ, କାରଣ ସେ ଅନେକ ଅର୍ଥ ବି ପାଉଥିଲେ, ଯେତେବେଳେ ମଣ୍ଡଳୀକୁ ଆସିଲେ ମଣ୍ଡଳୀ ସେବା କରିବା ନିମନ୍ତେ, ନିଜ ଲୋକମାନଙ୍କ ସେବା କରିବା ନିମନ୍ତେ ଅନେକ ପ୍ରାକ୍ଟିକାଲ ପ୍ରୋବ୍ଲେମ ତାଠାରେ ହେବ। ତେଣୁ ତାଙ୍କ ନିମନ୍ତେ, ତାଙ୍କର ସେବା କାର୍ଯ୍ୟ ନିମନ୍ତେ, ତାଙ୍କର ଛୁଆମାନଙ୍କ ନିମନ୍ତେ ଏବଂ ମଣ୍ଡଳୀ ନିମନ୍ତେ ଆପଣମାନେ ପ୍ରାର୍ଥନା କରିବେ। ଧନ୍ୟବାଦ।